ଆଜିକାଲି ବିରିୟାନୀ ଖାଇବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି, ପୁଣି ହେଲ୍ଦି ରହିବା ପାଇଁ ବି ଇଚ୍ଛା ରଖୁଛନ୍ତି। ସେଇ ପର୍ପସ୍ରେ ମୁଁ ଆଜି ଏଇ ବିରିୟାନୀ ବନାଉଛି ବହୁତ କମ୍ ଅଏଲ୍ରେ ଆଉ ମସଲାରେ। ଦେଖନ୍ତୁ, ପ୍ରଥମେ ଚିକେନ୍ ନେଇଗଲି। ଚିକେନ୍ରେ ଲୁଣ ହଳଦୀ ଆଗରୁ ପକାଇ ଦେଇଥିଲି, ତାପରେ ଦହି ଦେଇଦେଲି। ଏବେ ଚିକେନ୍ ମସଲା ପକାଇ ଦେଉଛି। ପୁଣି ଯେଉଁ ଭାଜିକି ରଖିଥିଲି ପିଆଜ, ସେଇ ପିଆଜକୁ ପକାଇ ଦେଉଛି। ଆଉ କିଛି ପିଆଜ ରଖିଦେଇଛି, ପରେ ଆଡ଼୍ କରିବା। ଏବେ ଟିକେ ମସଲା ଦେଇଦେଉଛି। ସେଥିରେ ପକାଇଛି ଅଦା, ରସୁଣ, କଞ୍ଚା ଲଙ୍କା ପ୍ଲସ୍ ଟମାଟୋ। ଆଉ ଗୋଟେ କଞ୍ଚା ଲଙ୍କା ବି ଆଡ଼୍ କରିଦେଉଛି। ଆପଣ ଆପଣଙ୍କ ରାଗ ମୁତାବକ ପକାଇବେ। ପୁଣି ମୁଁ ଟିକେ ନେଇଗଲି ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ। ଆପଣଙ୍କର ଚିକେନ୍ର କ୍ୱାଣ୍ଟିଟି ହିସାବରେ ଆପଣ ସେଇ ହିସାବ ମେଜରମେଣ୍ଟରେ ପକାଇବେ। ତାପରେ ଭଲକରି ଗୋଳେଇକି ତାକୁ ହାଫ୍ ଆନ୍ ଆୱାର୍ ମ୍ୟାରିନେସନ୍ କରିକି ରଖିଦେବେ। ଟିକେ ଚିକେନ୍ଟା ମ୍ୟାରିନେସନ୍ ହେଇକି ରହିଲେ ତା ଭିତରେ ମସଲା ରହିବ, ଟେଷ୍ଟ ବି ଲାଗିବ। ତାପରେ ଦେଖନ୍ତୁ, ମୁଁ କେତେ କମ୍ ତେଲ ନେଇଛି। ତେଲରେ ଜିରା ଆଉ ତେଜପତ୍ର ନେଇଛି। ଗୋଟା ଗରମ ମସଲା କିଛି ନେଉନି, କାହିଁକିନା ସେଇଟା ମୁଁ ଗୁଣ୍ଡ କରିକି ରଖିଛି। ଏଇଥିରେ ପାଟିରେ ଲାଗିଲେ କାହାరికి ଭଲ ଲାଗେନି, ସେଥିପାଇଁ ମୁଁ ଗୁଣ୍ଡ କରିଦେଇଛି। ତାପରେ ଏବେ ତାକୁ ମୁଁ ପିଆଜ ପକାଇଦେଲି। ପିଆଜ ଟିକେ ଲାଲ ହେବା ପାଇଁ ଭାଜିବା, ଆଉ ବେଶୀ ତାକୁ ଲାଲ କଡ଼ା କରିବାନି। ଟିକେ ଟିକେ ତାକୁ ଖରଡ଼ି ଖରଡ଼ିକି ଭାଜି ଦେଉଥିବା। ଦେଖନ୍ତୁ, ଯେତିକି ହେଇଗଲାଣି ପିଆଜ, ସେତିକିରେ ଏବେ ଟିକେ ସେଇ ଯେଉଁ ବଟା ହେଇଥିଲା ମସଲା, ମୁଁ ଅଳ୍ପ ଟିକେ ଚିକେନ୍ ଦେଇଥିଲି, ଆଉ ଟିକେ ମୁଁ ଏଇ ପିଆଜରେ ଆଡ଼୍ କରିଦେଲି। ଟିକେ ଅଳ୍ପ ସମୟ ତାକୁ ଟିକେ କଷିବା। ତାପରେ ସେଇ ପାଣିଟା ଟିକେ ଦେଇଦେବା। ଯେଉଁ ଜାର୍ଟା ଧୋଇକି ରଖିଥିଲି, ସେଥିରେ ଯେଉଁ ପାଣିଟା ଥିଲା ତାକୁ ଟିକେ ଆଡ଼୍ କରିଦେଲି। ବାସ୍, ତାକୁ ଦେଇ ସାରିଲା ପରେ ସେଇ ଚିକେନ୍ ଗୁଡ଼ାକ ବି ଦେଇଦେବା। କାରଣ ଚିକେନ୍ରେ ବି ଅଏଲ୍ ରିଲିଜ୍ ହୁଏ ନା, କଷିଲା ବେଳକୁ ଦହି ପଡ଼ୁଛି। ତେଣୁକରି ଆମେ ସେତିକି ବେଳକୁ ଦହି ବି ଚିକେନ୍ଟାକୁ ବି ପକାଇଦେବା। ଆଉ ପରେ ଦହି ଆଡ଼୍ କରିବାନି, ନହେଲେ ଖଟା ଲାଗିବ। ହଁ, ମନେ ରଖନ୍ତୁ, ଯେଉଁ ଦହିଟା ଦେବେ ନା, ସେ ଦହିଟା ବିଲକୁଲ ଖଟା ହେଇନଥିବ, ଫ୍ରେଶ୍ ଦହିଟା ହେଇଥିବ। ଖଟା ଦହି ହେଲେ ବିଲକୁଲ ବି ଭଲ ଲାଗିବନି ପାଟିକୁ। ଏବେ ପକାଇଦେଲେ ଯେତେବେଳେ ଆମେ କଷାକଷି ଆରମ୍ଭ କରିଦେବା। ଟିକେ କଷିବା, ଭଲରେ କଷିବା, ଢାଙ୍କୁଡ଼ି ଢାଙ୍କୁଡ଼ି। ଯଦି ଢାଙ୍କୁଡ଼ିକିରି କଷିବା ନା ଆମେ, ତାହେଲେ ଧୀରେ ଧୀରେ ସେ ସିଝିବ ଆଉ ସେ ତେଲଟା ବାହାରିବ। ଯେହେତୁ ଆମେ କମ୍ ତେଲ ଦେଇଥିଲେ, ଏଇ ଚିକେନ୍ ତେଲରେ ହିଁ ସେଇ ସବୁ ମସଲା ସବୁ ସିଝିଯିବ। ଆଉ କୌଣସି କଞ୍ଚା ଗନ୍ଧ ତାର ରହିବନି, ର ସ୍ମେଲ୍ଟା ପୁରା ପଳେଇବ। ଦେଖନ୍ତୁ, ଆମେ ସବୁଦିନ ଯେତେବେଳେ ପ୍ରାୟ ମାସରେ ଥରେ, ଦୁଇଥର, ତିନିଥର କରିକି ଖାଇବା, ତ ଏମିତି ହେଲ୍ଦି ୱେରେ ବନେଇକି ଖାଇଲେ କିଛି ବି ଅସୁବିଧା ନାହିଁ, ପାଟିକୁ ବି ଟେଷ୍ଟ ଲାଗୁଛି। ଆମ ଘରେ ତ ସମସ୍ତଙ୍କୁ ଏଇ ବିରିୟାନୀ ଭଲ ଲାଗେ, ତେଣୁକରି ମୁଁ ଭାବିଲି ଆପଣଙ୍କ ସହିତ ସେୟାର କରିଦେବି। ଦେଖନ୍ତୁ, ଏମିତି ଧୀରେ ଧୀରେ କି କଷିଲେ ତାର ପାଣିଟା ପୁରା ମରିଯିବ ଆଉ ପୁରା ଶୁଖା ହେଇଯିବ। କେବେ ଥରେ ଆପଣମାନେ ଏମିତି ଟ୍ରାଏ କରନ୍ତୁ। ଆଉ ଯଦି ମୋ ରୋଷେଇ ଆପଣଙ୍କୁ ଭଲ ଲାଗୁଛି, ତାହେଲେ ମୋ ଚ୍ୟାନେଲ୍କୁ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିଦେବେ। ଏବେ ଦେଖନ୍ତୁ, ଟିକେ ପାଣି ମୁଁ ଦେଇଦେଇଛି। ଦେଇଦେଇକି ତାକୁ ଟିକେ ଢାଙ୍କୁଡ଼ି ଦେବି, ଟିକେ ପାଣିରେ ସିଝିଯିବ। ବାସ୍, ଏବେ ପାଣି ତ ପୁରା ମରି ଆସିଲାଣି। ଏହି ସମୟରେ ମୁଁ କିନ୍ତୁ ଆଗରୁ ଭାତଟା କରି ରଖିଛି। 80% ଭାତଟା କୁକ୍ ହେଇକି ଅଛି। ମୁଁ ସେଇଟା ଆପଣମାନଙ୍କୁ ଆଉ ଦେଖେଇନି, କାହିଁକିନା ସେଇଟା ତ ପ୍ରାୟ ସମସ୍ତେ ଜାଣିଛନ୍ତି ବିରିୟାନୀରେ। ଆପଣ ଏମିତି 80% କୁକ୍ ହେଇକି ରଖିଲେ, ଏଇଠି ପୁଣି ଆଉ 20% କୁକ୍ ହେଇଗଲେ ବିରିୟାନୀ ଅଲମୋଷ୍ଟ ହେଇଯିବ। ସେଥିପାଇଁ ଭାତଟାକୁ ଦେଖନ୍ତୁ, ଏବେ ସେ ଟିକେ ଟିକେ ପାଣି ରଖିଛି, କାହିଁକିନା ସେ କଡ଼େଇରେ ଲାଗି ନଯାଉ। କାହିଁକିନା ଆମେ ତ ପୁରା ପରଫେକ୍ଟ ଯେମିତି ଦମ୍ ବିରିୟାନୀ ଭଳିଆ କରୁନୁ, ଆମେ କଡ଼େଇରେ କରୁଛୁ। ତେଣୁକରି ସେ ଚିକେନ୍ ମସଲା ପାଣି ସବୁ ତଳେ କାଳେ ଲାଗିଯିବ। ସେଇଥିପାଇଁ ଟିକେ ଟିକେ ପାଣି ଦେଇକି ତା ଉପରେ ଆମେ ଭାତଟା ପକାଇଦେବା। ଭାତଟା ଦେଇ ସାରିଲା ପରେ ତା ଉପରେ ଟିକେ ଆମେ କଞ୍ଚା ଲଙ୍କା ଦେଇଦେବା। ସେଇ ଯେଉଁ ଭଜା ପିଆଜ ରଖିଛି, ସେ ଭଜା ପିଆଜ ବି ଟିକେ ଟିକେ ତା ଉପରେ ଦେଇଦେବା। ଏବେ ଯେଉଁ ଟମାଟୋ ପକାଉଛି, ଦେଖନ୍ତୁ ତାର ପଲ୍ପଟା ମୁଁ କାଢ଼ି ଦେଇଛି, ଖାଲି ତାର ସ୍କିନ୍ଟା। ତେଣୁକରି ସେଇଟାକୁ ଟିକେ କଲରଫୁଲ୍ ଲାଗିଲେ ଭଲ ଲାଗିବ। ଏବେ ଧନିଆ ପୋଦିନା ପତ୍ର କଟା ହେଇକି ତାକୁ ବି ଉପରେ ଟିକେ ଦେଇଦେଉଛି। ଟିକେ ଲେମ୍ବୁ ଚିପୁଡ଼ିକି ଟିକେ ଲେମ୍ବୁ ରସ ଦେଇଦେଲେ ଭଲ ଲାଗିବ। ଭାତଟା ପୁରା ଖିଲା ଖିଲା ହେଇକି ରହିବ, ହାଲକା ରହିବ ବି ଟିକେ। ହଁ, ମନେ ରଖନ୍ତୁ, ଭାତ କଲାବେଳେ ବି ଟିକେ ସେଥିରେ ଲେମ୍ବୁ ଚିପୁଡ଼ିଥିବେ। ଏବେ ଦେଖନ୍ତୁ, ମୁଁ ଟିକେ ପକାଇଦେଲି ବିରିୟାନୀ ମସଲା, ଆଉ ଟିକେ ସ୍ଲାଇଟଲି ଘିଅ ପକାଇଲି, ଟିକେ ଫ୍ଲେଭର୍ ଭଲ ଆସିବା ପାଇଁ। ବାସ୍, ତାକୁ ଏବେ ଆମେ ପୁରା ଅଧଘଣ୍ଟେ ପାଇଁ ପୁରା ଧିମା ଆଞ୍ଚ କରିକି ତାକୁ ଢାଙ୍କୁଡ଼ିକି ରଖିଦେବା। ସେଇ ଧିମା ଧିମା ଆଞ୍ଚରେ ସେ ପୁରା ଅଧଘଣ୍ଟେରେ ପୁରା ପରଫେକ୍ଟ ସିଝିଯିବ ବିରିୟାନୀ। ଚିକେନ୍ ବି ସିଝିଯିବ, ଭାତ ବି ପୁରା ସିଝିଯିବ। ଦେଖନ୍ତୁ, ମୁଁ ଢାଙ୍କିକି ତାକୁ ରଖିଦେଲି, ପ୍ରାୟ ଅଧଘଣ୍ଟେ ପୁରା ଢାଙ୍କିଛି।
ढाक खोलिला पर देखंतु केते सुंदर देखाउची पूरा टमाटो कंचा लंका धनिया पत्र सब बढ़िया सिझेची देखो तले भी टिके भी लागिनी पूरा परफेक्ट भात पूरा खिला खिला हेकरी गोटा गोटा हेकरी अछि देखुचंद ना मु बाढ़ी दउची एतबे देखंतु देखंतु टिके भी तेलिया लागुनी कि मसला लागुनी तो आपण एटा मासरे 4 थर करिकि भी खाइबे कोनोसी गिल्टी लागिबनी जे मु बिरयानी खाइची बोली कि आपण थरे ट्राई करंतु घरे करिकि निश्चित भाବରେ मते कमेंट दियंतु केमती लागिला ता सहित कचुंबर कर देबे बस खाइके एंजॉय करंतु थैंक यू।